ଆଜି ମୁଁ ଶୁଣାଇବାକୁ ଯାଉଛି 3 ଜଣ ପଣ୍ଡିତଙ୍କ କାହାଣୀ। ଏହା ଆପଣଙ୍କୁ ମିଛ ହୋଇଥାଇପାରେ, କିନ୍ତୁ ଏଇଟା ସତ ଘଟଣା। 3 ଜଣ ପଣ୍ଡିତ ଗୋଟେ ଜଙ୍ଗଲରେ ଯାଉ ଯାଉକା କେତେ ନଦୀ ନାଳ ପୋଖରୀ ପଡ଼ିଲା। ତାପରେ ଗୋଟେ ଜଙ୍ଗଲଟେ ପଡ଼ିଲା। ସେ ଗୋଟେ ଏମିତି ଜଙ୍ଗଲଟେ ଖୋଜୁଥିଲେ ଯେଉଁଠି ଝରଣା ଥିବ, କୁଳୁ କୁଳୁ ଶବ୍ଦ ଥିବ। ସେଇମାନଙ୍କରେ ଗୋଟେ ଘରଟିଏ କୁଡ଼ିଆଟିଏ କରିକି ରହିକି ମାସେ 2 ମାସ ରହିକି ଅଲଗା କେଉଁ ଜଙ୍ଗଲକୁ ବିଚରଣ କରିବେ। କିନ୍ତୁ ବାଟରେ ଗଲାବେଳେ ଏଇ ଜଙ୍ଗଲରେ ଗୋଟେ ବାକ୍ସଟିଏ ପାଇଲେ। ପ୍ରଥମ ପଣ୍ଡିତଟି କହିଲା, ଏ ବାକ୍ସଟି ଯେହେତୁ ମୋ ଆଗରେ ପ୍ରଥମେ ପଡ଼ିଛି, ତ ମୁଁ ଏ ବାକ୍ସଟି ଉଠାଇବି। ସେଠୁ ଏ 2 ଜଣ ପଣ୍ଡିତ ଲୋଭ କଲେ ନାହିଁ। ସେ କହିଲେ ସେ ଉଠାଉ। ସେଥିରେ କେତେକ ରୂପା ପଇସା ଅଳଙ୍କାର ଆଉ ରୂପାରେ ଯାହା ବି ପୁରା ଭର୍ତ୍ତି ହେଇକି ଅଛି। ସେ ଯେତେବେଳେ ସେ ବାକ୍ସଟି ପାଇଲା, ସିନ୍ଦୁକଟି ଭଳିଆ ପାଇଲା, ସେ ଆଉ ତାକୁ ଲୋଭ ଗ୍ରସେଇଲା। ଆଉ ସେ ଆଉ ଟୋଟାଲ ତା 2 ଜଣ ବନ୍ଧୁଙ୍କ ବିଷୟରେ କିଛି ଭାବିଲା ନାହିଁ। ଆଉ ସେ ବାକ୍ସଟିକୁ ଉଠେଇକି କହିଲା, ମୁଁ ମୋର ଯାଉଛି, ଏଥିରେ ମୁଁ ମୋର ଗୁଜୁରାଣ ମେଣ୍ଟେଇବି, ଆଉ ପଣ୍ଡିତ ବିଦ୍ୟା ସବୁ ଛାଡ଼ିଦେବି, ମୁଁ ଏଥିରେ କାଫି ପଇସା। ସେ ଆଉ ଏମାନଙ୍କୁ ଭାଗ ଦେଲାନି, କିଛି କଲା ନାହିଁ। ସେ ତାଙ୍କର ଗଲେ। ଇଏ 2 ଜଣ ମନକୁ ବୁଝେଇଲେ, କହିଲେ ଭଗବାନ ଯଦି ତା ଭାଗ୍ୟରେ ଯଦି ଗୋଟେ ରୂପା ବାକ୍ସଟି ଦେଇଛନ୍ତି, ଆମ ଭାଗ୍ୟରେ କ'ଣ ଦେଇଥିବେ ନ ଦେଇଥିବେ, ଚାଲ, ନହେଲେ ଆମେ ଆମର ମାସେ 2 ମାସ କଟେଇକି ଫେଣ ଆଉ ଗୋଟେ ଜଙ୍ଗଲକୁ ଆମେ ଚାଲିବା। ସେଠୁ ଏ 2 ଜଣ ପଣ୍ଡିତ ବାଟରେ ଆଉ କିଛି ବାଟ, ଖଣ୍ଡେ ବାଟ ଗଲା ପରେ ଗୋଟେ ସୁନାର ଚମକିଲା ଭଳିଆ ବାକ୍ସଟିଏ ଗୋଟେ ନଟି ବୁଦାରେ ପଡ଼ିଛି। ସେଠୁ ଏ ପଣ୍ଡିତ 2 ଜଣ ଗଲେ, ଆରେ ଆରେ ଚକମକ ଲାଇଟ୍ କରୁଛି, ଏଇଟା କ'ଣ? ଦେଖିଲା ବସିକି ଗୋଟେ ସୁନାର ବାକ୍ସ ଭିତରେ ସୁନାର ଅଳଙ୍କାର, ମୋତି ଆଉ ସୁନା ଟଙ୍କା, ସୁନା ମୁଦ୍ରା ସବୁ ପଡ଼ିଛି। ଏସବୁକୁ ଦେଖି ପଣ୍ଡିତ ଲୋଭ ବଳେଇଲା। ଦ୍ୱିତୀୟ ପଣ୍ଡିତ ଯେତେବେଳେ ଲୋଭ ବଳେଇଲା, ସେଟାକୁ ନେଇକି ତାର ସାରା ଜୀବନରେ ତାକୁ ଲଗେଇକି ବ୍ୟବସାୟ କରିବ ବୋଲି ଭାବିଲା, ଆଉ ତାକୁ ନେଇକି ଚାଲିଗଲା। ସେଠୁ ତୃତୀୟ ନମ୍ବର ପଣ୍ଡିତଟି କହିଲା, ଏମାନେ 2 ଜଣ ତ ଭଗବାନ ତାଙ୍କ ଭାଗ୍ୟରେ କିଛି କିଛି ଲେଖି ଦେଇଥିଲେ ବୋଧହୁଏ। ଏଇ ଜଙ୍ଗଲକୁ ଆସିକି ସେମାନେ ରୂପା ବାକ୍ସ, ସୁନା ବାକ୍ସ ପାଇଗଲେ। ତ ମୋ ଭାଗ୍ୟରେ କିଛି ବୋଧେ ଭଗବାନ ଲେଖି ନାହାନ୍ତି। ମୁଁ ନିରର୍ଥକ ହେଇକି ଫେରିଯିବି ଭାବୁଛି ଆଉ। ସେଠୁ ସେ କ'ଣ କଲା, ରିଟର୍ଣ୍ଣ କରିବ ବୋଲି ପଛକୁ ଫେରିଲା। ଯେତେବେଳେ ପଛକୁ ଫେରେ, ଜଙ୍ଗଲ ଶେଷ ହେବା ଆଡ଼କୁ ଆସିଲା ବେଳକୁ ସେଠି ଗୋଟେ ମୂଷା ଗାତଟିଏ ଦେଖିଲା। ସେ ମୂଷା ଗାତରେ ସୂର୍ଯ୍ୟ କିରଣର ପଡ଼ିକି ଚକମକ ଗୋଟେ ବକ୍ସଟିଏ ଦେଖାଯାଉଛି। ସେ କହିଲା, ଏଟା କ'ଣଟା ଦେଖିବା। ଖୋଳୁ ସେ ତଳୁ ଖସୁଥାଏ, ଖୋଳୁ ସେ ଫେଣ ତଳୁ ଖସୁଥାଏ, ମାଟି ଖୋଳୁକା ଏମିତି କିଛି ଖୋଳୁକା ତଳକୁ ଅଣ୍ଟେ ତଳକୁ ପଳେଇଲାଣି ବକ୍ସଟା। କହିଲା, ମୁଁ ବୋଧେ ଏ ବକ୍ସଟା ଆଣିପାରିବିନି। ସେଠୁ ଅଣ୍ଟେ ତଳକୁ ଖୋଳିକି ତା ଚାରିପଟ ଖୋଳିକି ତଳକୁ ଗଲା। ଯେତେବେଳେ ସେ ଅଣ୍ଟେ ତଳକୁ ଚାରିପଟ ଖୋଳିକି ଗଲା, ବକ୍ସଟି ଯେତେବେଳେ ଭିତରେ ଖୋଲିଲା, ଦେଖିଲା ଖାଲି ହୀରା ମାଣିକ୍ୟରେ ଭର୍ତ୍ତି ହୋଇଛି, ଖାଲି ମହଣ ହୀରା। ଏ ହୀରାକୁ ଦେଖିକି ସେ ଋଷି ପଣ୍ଡିତଟି ଭାବିଲା, ସେମାନଙ୍କ 2 ଜଣ ଭାଗ୍ୟ ଅପେକ୍ଷା ମୋ ଭାଗ୍ୟରେ ଭଗବାନ ଅଧିକ ଗଚ୍ଛିତର ହୀରା ଲୀଳା ସବୁ ଗଚ୍ଛିତ ଦେଇଛନ୍ତି। ତାମାନେ ମୋଠୁ ଭାଗ୍ୟବାନ ଆଉ କେହି ନୁହନ୍ତି, ସେ 2 ଜଣ ପଣ୍ଡିତ ନୁହନ୍ତି। ଏହା ଭାବିକି ସେ ତାକୁ ଉଠେଇ ଆଣିଲା।
ଉଠେଇ ଆଣିକି ବାଟରେ ଗଲା, ଦେଖିଲା ସେ ଫାଷ୍ଟ ରୂପା ପାଇଥିବା ପଣ୍ଡିତଟି ଦୋକାନଟିଏ କରିଛି। ସେଠୁ ସେକେଣ୍ଡରେ ଗଲା, ସୁନା ପାଇଥିବା ଦୋକାନଟି, ସୁନା ଅଳଙ୍କାର ଦୋକାନଟିଏ କରିଛି। ତୃତୀୟରେ ଗଲା, ସେମାନେ ଦି ଜଣ ଯାକ ପଚାରିଲେ, ଆରେ ତୁମେ କ'ଣ ପାଇଲ? ନା, ତମ ଭାଗ୍ୟରେ ଯେତେବେଳେ ରୂପା ପଇଲା ସେତେବେଳେ ମୋତେ ଆମ ଦି ଜଣଙ୍କୁ କିଛି ବାଣ୍ଟିଲନି। ଦ୍ୱିତୀୟ ପଣ୍ଡିତ କହିଲା, ତମ ଭାଗ୍ୟରେ ଯେତେବେଳେ ସୁନା ପଇଲା ସେତେବେଳେ ଆମେ ଦି ଜଣ ଭାଗ କଲେନି। ଆଉ ତୃତୀୟ ପଣ୍ଡିତଟି କହିଲା, ମୋ ଭାଗ୍ୟରେ ଯେତେବେଳେ ହୀରା ପଇଲା, ତମ ଦି ଜଣଙ୍କ ଠାରୁ ମୁଁ ହେଉଛି ସର୍ବଶ୍ରେଷ୍ଠ ଧନୀ। ତ ମୁଁ ମୋର ଆରାମଦାୟକ ଜୀବନ ବିତାଇବାକୁ ଯାଉଛି। ତମେ ମୋତେ ଭାଗ ମାଗ ନାହିଁ, କିଛି କର ନାହିଁ, ତମେ ତମର ଯାଅ। ଏଇ ତୃତୀୟ ପଣ୍ଡିତଟିର ଭାଗ୍ୟ ପୁରା ଖୋଲିଗଲା। ଭଗବାନ ଯାହାକୁ ଦେଇଛନ୍ତି ଦେବେ। ଅପେକ୍ଷା କରିବାଟା ମହତ୍ତ୍ୱପୂର୍ଣ୍ଣ କର୍ତ୍ତବ୍ୟ।